ରାଜା ବିରାଟ ଦିଗ୍ଦେଶର ରାଜା ସୁଶର୍ମା ଓ ତାଙ୍କର ସୈନ୍ୟମାନଙ୍କୁ ପରାଜିତ କରି ବିଜୟ ଗର୍ବରେ ରାଜଧାନୀକୁ ଫେରି ଆସିଲେ। ଚତୁର୍ଦିଗରେ ତାଙ୍କର ଜୟ ଜୟକାର ଶୁଣାଯାଉଥିଲା ଓ ପାତ୍ର ମନ୍ତ୍ରୀ ବ୍ରାହ୍ମଣ ପଣ୍ଡିତ ଓ ଚାରଣ କବିମାନେ ପ୍ରଶଂସା ଗାନ କରୁଥିଲେ। କିନ୍ତୁ ରାଜା ଅନ୍ତଃପୁରକୁ ଯାଇ ଯାହା ଶୁଣିଲେ, ସେଥିରେ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ଆନନ୍ଦ ଦୂର ହୋଇଗଲା। ଯୁବରାଜ ଉତ୍ତରଙ୍କୁ କାହିଁକି ଦେଖୁ ନାହାନ୍ତି ବୋଲି ପଚାରିବାରୁ ସେମାନେ ଗର୍ବରେ ଉତ୍ଫୁଲ୍ଲ ହୋଇ କହିଲେ, ଯୁବରାଜ ଗୋଧନ ମୁକ୍ତ କରିବା ପାଇଁ କୌରବମାନଙ୍କ ସହିତ ଯୁଦ୍ଧ କରିବାକୁ ଯାଇଛନ୍ତି ଓ କେହି ସାରଥୀ ନ ମିଳିବାରୁ ବୃହନ୍ନଳା ତାଙ୍କର ସାରଥୀ ହୋଇ ଯାଇଛନ୍ତି। ଉତ୍ତରଙ୍କର ବୀରତ୍ୱର ସମ୍ପର୍କରେ ଯୁଦ୍ଧ ଦେଖିନଥିବା ଏହି ମହିଳାମାନଙ୍କର ଖୁବ୍ ଉଚ୍ଚ ଧାରଣା ଥିଲା। ମହାରାଜ, ଆପଣ ନିଶ୍ଚିନ୍ତ ରହନ୍ତୁ। ଅଳ୍ପ ସମୟ ମଧ୍ୟରେ ଜୟମାଲ୍ୟ ପିନ୍ଧି ଯୁବରାଜ ଉତ୍ତର ଆଶ୍ୱାସନା ଦେଇ କହିଲେ, ଫେରି ଆସୁଛନ୍ତି ଯେ ସେମାନେ ଅନ୍ତଃପୁରବାସିନୀମାନଙ୍କର ଏହି ବୀରବାକ୍ୟ ଶୁଣି ଉତ୍ସାହିତ ହେବା ପରିବର୍ତ୍ତେ ବିରାଟ ଶଙ୍କିତ ହୋଇପଡ଼ିଲେ। ତାଙ୍କର ଅନଭଙ୍ଗ ପୁତ୍ର ଏକ ନପୁଂସକ ସହିତ ବିଶ୍ୱବିସ୍ତୃତ କୌରବସେନାର ସମ୍ମୁଖୀନ ହୋଇ ଆଉ ଜୀବନଘେନି ଫେରିବ ବୋଲି ତାଙ୍କର ବିଶ୍ୱାସ ହେଲା ନାହିଁ। ସେ ତାଙ୍କର ସେନାପତିମାନଙ୍କୁ ଡାକି କହିଲେ, ମୋର ପ୍ରିୟ ପୁତ୍ର, ଯଦି ଜୀବନରେ ଥାଏ ତୁମେମାନେ ତାକୁ ଉଦ୍ଧାର କରିବା ପାଇଁ ଶୀଘ୍ର ଯୁଦ୍ଧଯାତ୍ରା କର। ଏହାଛଡ଼ା ଉତ୍ତରଙ୍କର ସମ୍ବାଦ ଜାଣିବା ପାଇଁ ରାଜା ଅଶ୍ୱାରୋହୀ ରକ୍ଷୀମାନଙ୍କୁ ପଠାଇଲେ। ଯୁଧିଷ୍ଠିର, ଯେ କି କଙ୍କ ନାମରେ ପରିଚିତ ଥିଲେ, ରାଜାଙ୍କର ଏ ଅବସ୍ଥା ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ ଯେ ବୃହନ୍ନଳା ଉତ୍ତରଙ୍କ ରଥରେ ସାରଥୀ ହୋଇ ଯାଇଥିବା ଯୋଗୁଁ ରାଜା ଆଦୌ ଚିନ୍ତା କରନ୍ତୁ ନାହିଁ। ମହାରାଜ, ମୁଁ ବୃହନ୍ନଳାକୁ ଜାଣେ। ସେ ଯାହାର ସାରଥୀ ହୋଇଥିବ ତାହାର କେବେ ପରାଜୟ ହେବ ନାହିଁ। ଦୁର୍ଯ୍ୟୋଧନର କଥା ଛାଡ଼, ସୁରାସୁର ଗନ୍ଧର୍ବ କେହି ତାର ସମ୍ମୁଖୀନ ହୋଇପାରିବେ ନାହିଁ। ସନ୍ନ୍ୟାସୀ ବେଶୀ ଯୁଧିଷ୍ଠିର ଦୃଢ଼ ସ୍ୱରରେ କହିଲେ। ଏହି ସମୟରେ ଯୁଦ୍ଧଭୂମିର ଦୂତମାନେ ଫେରି କୌରବମାନଙ୍କର ପରାଜୟ ଓ ଗୋଧନ ମୁକ୍ତିର ସମ୍ବାଦ ଜଣାଇଲେ। ରାଜା ପ୍ରଥମେ ଏ ସମ୍ବାଦକୁ ବିଶ୍ୱାସ କରିପାରିଲେ ନାହିଁ, ପରେ ଆନନ୍ଦରେ ଆତ୍ମହରା ହୋଇପଡ଼ିଲେ। ଯୁଧିଷ୍ଠିର ହସି ହସି କହିଲେ, ମହାରାଜ, ମୁଁ ଆପଣଙ୍କୁ କହୁଥିଲି, ବୃହନ୍ନଳା ଯାହାର ସାରଥୀ ହୋଇଥିବ ତାର ବିଜୟ ସୁନିଶ୍ଚିତ। ଆପଣଙ୍କର ପୁତ୍ର କେବେ ପରାଜିତ ହୁଅନ୍ତା ନାହିଁ। ବିରାଟ ଏପରି ଆନନ୍ଦରେ ଥିଲେ ଯେ ଏହି ଶବ୍ଦ ସମ୍ବାଦ ଆଣି ଦେଇଥିବା ଦୂତମାନଙ୍କୁ ସେ ବହୁ ମୂଲ୍ୟବାନ ବସ୍ତ୍ର, ସ୍ୱର୍ଣ୍ଣ, ରୌପ୍ୟାଦି ପୁରସ୍କାର ଦେଇ ପତାକା ଓ ତୋରଣମାନଙ୍କ ଦ୍ୱାରା ନଗରୀର ସୁସଜ୍ଜିତ କର। ବୀରବାଦ୍ୟ ବାଜି ଉଠୁ। ରାଜ୍ୟସାରା ଆନନ୍ଦ ଉତ୍ସବ ପାଳନ କରିବା ପାଇଁ ଆଦେଶ ଦେଲେ। ପୁଷ୍ପମାଲ୍ୟ ଚାରିଆଡ଼େ ସଙ୍ଗୀତର ମୂର୍ଚ୍ଛନା ଛୁଟି ଯାଉ। ଦୂତ ଓ ବନ୍ଦୀମାନେ ଏହି ବିଜୟର ସମ୍ବାଦ ରାଜ୍ୟର ଚତୁର୍ଦିଗରେ ଘୋଷଣା କରିଦିଅନ୍ତୁ। ପୁର ନାରୀମାନେ ରାଜଜେମା ଉତ୍ତରାର ଆଗରେ ରଖି ଅର୍ଘ୍ୟଠାଳି ସହ ମୋର ବୀରପୁତ୍ରକୁ ପାଛୋଟି ଆଣନ୍ତୁ। ଏହିପରି ଭାବରେ ଉତ୍ତରଙ୍କର ସମ୍ବର୍ଦ୍ଧନା ପାଇଁ ସେ ମନ୍ତ୍ରୀମାନଙ୍କୁ ଆଦେଶ ଦେଲେ। ବିରାଟଙ୍କର ଦୂତକ୍ରୀଡ଼ା ପାଇଁ ଗଭୀର ଅନୁରକ୍ତି ଥିଲା। ସେ ପଶାପାଲି ଆଣିବା ପାଇଁ ସୌରକ୍ଷୀଙ୍କୁ ଆଦେଶ ଦେଇ କହିଲେ, କଙ୍କ, ଆଜି ମୋ ମନରେ ଯେପରି ଆନନ୍ଦ, ଚାଲ, ତମ ସହିତ ପଶା ଖେଳ ହେବ। ଯୁଧିଷ୍ଠିର ଖୁବ୍ ଆନନ୍ଦରେ ଥିବା ଲୋକଙ୍କ ସହିତ ପଶା ଖେଳିବା ଉଚିତ ନୁହେଁ ବୋଲି ମନେ ମନେ ଚିନ୍ତା କଲେ। କିନ୍ତୁ ବିରାଟଙ୍କ ନିକଟରେ ସେଇଥିପାଇଁ ସେ ଚାକିରି କରିଛନ୍ତି। ପଶା ଖେଳ ଆରମ୍ଭ ହୋଇଗଲା। ଖେଳୁ ଖେଳୁ ପୁଣି ରାଜା ନିଜ ପୁତ୍ରର ପ୍ରଶଂସା କରିବାକୁ ଲାଗିଲେ। ଦେଖ କଙ୍କ, କିପରି ବୀରପୁତ୍ର ମୋର କୌରବ ସେନାକୁ ଏକାକୀ ଯୁଦ୍ଧରେ ହରାଇ ଦେଲା। ବିରାଟ କହିଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ମହାରାଜ? ବୃହନ୍ନଳା ଯାହାର ସଙ୍ଗରେ ଅଛି ସେ କି କେବେ ପରାଜିତ ହୋଇପାରେ? ଯୁଧିଷ୍ଠିର ସଙ୍ଗେ ସଙ୍ଗେ କହି ଉଠିଲେ, ବାରମ୍ବାର କଙ୍କ ତାଙ୍କର ପୁତ୍ରକୁ ବିଜୟର ଗୌରବ ନ ଦେଇ ବୃହନ୍ନଳାକୁ ଦେଉଥିବାର ଦେଖି ରାଜାଙ୍କର କ୍ରୋଧର ସୀମା ରହିଲା ନାହିଁ। ସେ ରାଗରେ ଗର୍ଜି ଉଠି କହିଲେ, ମୂର୍ଖ ବ୍ରାହ୍ମଣ, ମୁଁ ଯେତେବେଳେ ମୋରି ଯୋଗ୍ୟ ପୁତ୍ରର ପ୍ରଶଂସା କରୁଛି, ତୁମେ ସେତେବେଳେ ବୃହନ୍ନଳା ବୃହନ୍ନଳା ବୋଲି କହି ହେଉଛ। ଏକ ଛାର ନପୁଂସକ, ସେ ରାଜପ୍ରସାଦରେ ନର୍ତ୍ତକୀର କାର୍ଯ୍ୟ କରେ। ସେ ନଥିଲେ ପୁଣି ମୋ ପୁତ୍ରର ବିଜୟ ସମ୍ଭବ ହୋଇନଥାନ୍ତା। ତୁମେ ମୋର ବନ୍ଧୁତାର ସୁଯୋଗ ନେଇ ଜାଣି ଜାଣି ମୋ ପୁତ୍ରର ଏପରି ଅପମାନ କରିବାକୁ ସାହସ କଲ। ଅନ୍ୟ କେହି ହୋଇଥିଲେ ସେ ଏଠାରୁ ଜୀବନ ଘେନି ଯାଇପାରନ୍ତା ନାହିଁ। ଯୁଧିଷ୍ଠିର କହିଲେ, ମହାରାଜ, ମୁଁ ଆପଣଙ୍କ ପୁତ୍ରର ଅପମାନ କରୁନାହିଁ। ମୁଁ ବୃହନ୍ନଳାକୁ ଜାଣି ବୋଲି କେବଳ ତାରି କଥା କହୁଛି। ସେ ଏକ ସାମାନ୍ୟ ବ୍ୟକ୍ତି ନୁହେଁ। ତାର ସମକକ୍ଷ ହେବା ପାଇଁ ତ୍ରିଭୁବନରେ କୌଣସି ଯୋଦ୍ଧା ନାହାନ୍ତି। ନିଜର କାରଣ ସତ୍ତ୍ୱେ ପୁଣି ଏହି ଉତ୍ତର ଶୁଣି ରାଜା ନିଜର କ୍ରୋଧକୁ ସମ୍ବରଣ କରିପାରିଲେ ନାହିଁ। ସେ ପଶା କାଠିରେ କଙ୍କଙ୍କର ନାସିକାକୁ ଜୋରରେ ପ୍ରହାର କଲେ। ଯୁଧିଷ୍ଠିରଙ୍କ ନାସିକାରୁ ରକ୍ତ ଝରିବାକୁ ଲାଗିଲା। ଯୁଧିଷ୍ଠିର ନାକରେ ହାତ ରଖି ସୌରନ୍ଧିଙ୍କ ଆଡ଼କୁ ଚାହିଁଲେ ଓ ସଙ୍ଗେ ସଙ୍ଗେ ସୌରନ୍ଧି ନିଜର ଲୁଗା କାନିରେ ରକ୍ତଧାରକୁ ପୋଛି ତାକୁ ଏକ ସୁବର୍ଣ୍ଣର ପାତ୍ରରେ ଚୁପୁଡ଼ି ଦେଲେ।
ରାଜାଙ୍କର କ୍ରୋଧ ତଥାପି ଶାନ୍ତ ହୋଇନଥିଲା। ତାଙ୍କର ଅନ୍ତଃପୁରର ଜଣେ ପରିଚାରିକା ରାଜା ଆଦେଶ ଅମାନ୍ୟ କରିଥିବା ଜଣେ ବ୍ୟକ୍ତିର ସେଟା କରୁଥିବା ଦେଖି ସେ ସେଠାକୁ ଆସି ପଚାରିଲେ, ସୈରନ୍ଦ୍ରୀ, ତୁମେ ଏଠି କ'ଣ କରୁଛ? ଏ କି ନାଟକ? ସୈନ୍ଦ୍ରୀ ନମ୍ର ଭାବରେ କହିଲେ, ମହାରାଜ, ମୁଁ ଯାହା କରିଛି ଆପଣଙ୍କର ଓ ରାଜ୍ୟର ମଙ୍ଗଳ ପାଇଁ କରୁଛି। ଯଦି ଏହି ନିଷ୍ପାପ ସନ୍ନ୍ୟାସୀଙ୍କର ରକ୍ତ ଭୂମିରେ ପଡ଼ିଥାନ୍ତା, ତାହେଲେ ଆପଣଙ୍କ ରାଜ୍ୟରେ ଦୀର୍ଘକାଳ ଅନାବୃଷ୍ଟିଜନିତ ଶସ୍ୟହାନି ଘଟି ପ୍ରଜାମାନେ ଘୋର ଦୁଃଖରେ କାଳାତିପାତ କରିଥାନ୍ତେ ଓ ରାଜ୍ୟକୁ ଚାରିଆଡ଼ୁ ବିପଦ ମାଡ଼ି ଆସିଥାନ୍ତା। ଏହି ସମୟରେ ଦୂତ ଆସି ଘୋଷଣା କଲା, ଯୁବରାଜ ଉତ୍ତର ଓ ବୃହନ୍ନଳ ଫେରି ଆସିଲେଣି। ସେମାନେ ମହାରାଜଙ୍କର ଦର୍ଶନ ଲାଭର ଅପେକ୍ଷାରେ। ରାଜା ଉଭୟଙ୍କୁ ଶୀଘ୍ର ପ୍ରବେଶ କରିବା ପାଇଁ ଆଦେଶ ଦେଲେ। କିନ୍ତୁ ଯୁଧିଷ୍ଠିର ଦୂତକୁ ଡାକିନେଇ ତାର କାନରେ କହିଲେ, ବୃହନ୍ନଳଙ୍କୁ କହିବ ସେ ଏବେ ଆସିବେ ନାହିଁ। କାରଣ ସେ ଜାଣିଥିଲେ ଯେ ଅର୍ଜୁନ ତାଙ୍କ ଦେହରେ ରକ୍ତ ଦେଖିଲେ ନିଜର କ୍ରୋଧକୁ ସମ୍ବରଣ କରିପାରନ୍ତି ନାହିଁ। ଯଥୋଚିତ ଯୁଦ୍ଧ ବିନା ଯୁଧିଷ୍ଠିରଙ୍କ ଦେହରେ କ୍ଷତ ଦେଖିଲେ ଅର୍ଜୁନଙ୍କର ସର୍ବାଙ୍ଗ କ୍ରୋଧରେ ଥରି ଉଠେ ଓ ପ୍ରତିଶୋଧ ନେବା ପାଇଁ ସେ ମୁହୂର୍ତ୍ତ ମାତ୍ର ଅପେକ୍ଷା କରନ୍ତି ନାହିଁ। ରାଜକୁମାର ଉତ୍ତର ପିତାଙ୍କର ପଦବନ୍ଦନା କରି ଯୁଧିଷ୍ଠିରଙ୍କୁ ନମସ୍କାର କରିବାକୁ ଯାଉଛନ୍ତି। ଦେଖିଲେ ତାଙ୍କର ନାକରୁ ରକ୍ତଧାର ବହୁଛି ଓ ସୈରନ୍ଦ୍ରୀ ତାଙ୍କର ସେବା କରୁଛନ୍ତି। ସେତେବେଳକୁ କଙ୍କ କିଏ ତାହା ଯୁବରାଜ ଜାଣିସାରିଥିଲେ। ତେଣୁ ସେ ଆତଙ୍କିତ ହୋଇ କହି ଉଠିଲେ, ମହାରାଜ, ଏହାଙ୍କ ଦେହରେ କିଏ ଆଘାତ ଦେଲା? କିଏ ଏପରି ଅପକର୍ମ କରିବାକୁ ସାହସ କଲା? ବିରାଟ କହିଲେ, ଏହି କଥାରେ ତୁମେ ଏତେ ବିବ୍ରତ ହେଉଛ କାହିଁକି? କାରଣ ଏହି ବ୍ରାହ୍ମଣ ତୁମର ବିଜୟରେ ଆନନ୍ଦିତ ହେବା ପରିବର୍ତ୍ତେ ତୁମକୁ ନ୍ୟୁନ କରିବାକୁ ଚେଷ୍ଟା କରୁଥିଲା। ତୁମର ଗୌରବରେ ଗର୍ବିତ ହୋଇ ମୁଁ ଯେବେ ତୁମର ପ୍ରଶଂସା କରୁଥିଲି, ସେ ତାହା ସହି ନ ପାରି ନପୁଂସକ ବୃହନ୍ନଳ ଏହି ବିଜୟ ପାଇଁ ଦାୟୀ ବୋଲି ବାରମ୍ବାର କହୁଥିଲା। ତେଣୁ ମୁଁ ଯଥାର୍ଥରେ ତାକୁ ଆଘାତ ଦେଇଛି। ଉତ୍ତର ଭୟଭୀତ ସ୍ୱରରେ କହିଲେ, ମହାରାଜ, ଆପଣ ଅତି ଅନ୍ୟାୟ କରିଛନ୍ତି। ଆପଣ ଶୀଘ୍ର କ୍ଷମା ପ୍ରାର୍ଥନା କରି ଏହାଙ୍କୁ ପ୍ରସନ୍ନ କରାନ୍ତୁ, ନଚେତ୍ ଆମ୍ଭର ରାଜ୍ୟ ଧ୍ୱଂସ ପାଇଯିବ। ବିରାଟ ଏହି ସାମାନ୍ୟ କଥାରେ ତାଙ୍କର ପୁତ୍ର ଏପରି ବିଚଳିତ ହେଉଥିବାର ଦେଖି ଏହାର ରହସ୍ୟ କିଛି ବୁଝିପାରିଲେ ନାହିଁ। ତଥାପି ବିଜୟୀ ପୁତ୍ରର ପରାମର୍ଶ ଗ୍ରହଣ କରି ଯୁଧିଷ୍ଠିରଙ୍କୁ କ୍ଷମା ପ୍ରାର୍ଥନା କଲେ। ଯୁଧିଷ୍ଠିର କହିଲେ, ମହାରାଜ, ମୋ ହୃଦୟରେ ଆପଣଙ୍କ ପ୍ରତି କୌଣସି ଅଶ୍ରଦ୍ଧା ନାହିଁ। ମୋର କୌଣସି ଅପରାଧ ନଥିଲେ ମଧ୍ୟ ଆପଣ ଯେ ମୋତେ ପ୍ରହାର କରିଛନ୍ତି, ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଜଣେ ବଳବାନ ରାଜାର ସେବକଙ୍କ ଭାଗ୍ୟରେ ଅନେକ ସମୟରେ ଏହିପରି ଘଟିଥାଏ। ବିରାଟ ଯୁଧିଷ୍ଠିରଙ୍କୁ ସନ୍ତୁଷ୍ଟ କରି ନିଜର ପୁତ୍ରର ପ୍ରଶଂସା କରି କହିଲେ, ତୁମର ଅଲୌକିକ କାର୍ଯ୍ୟ ଦ୍ୱାରା ତୁମେ ମୋର ଓ ସୁଦେଷ୍ଟାଙ୍କର ଆନନ୍ଦ ବର୍ଦ୍ଧନ କରୁଛି। ତୁମ ପରି ପୁତ୍ରକୁ ଲାଭ କରି ଆମେ ଧନ୍ୟ ହୋଇଛୁ। କିପରି ତୁମେ କୌରବ ବୀରମାନଙ୍କୁ ଏକାକୀ ଯୁଦ୍ଧରେ ପରାସ୍ତ କରି ଗୋଧନ ମୁକ୍ତ କଲେ, ତାହା ଶୁଣିବାକୁ ମୋର ମନ ବ୍ୟାକୁଳ ହେଉଛି। ଉତ୍ତର କହିଲେ, ମୁଁ କୌଣସି ଯୋଦ୍ଧାଙ୍କୁ ପରାସ୍ତ କରିନାହିଁ କି ଗୋଧନ ମୁକ୍ତ କରିନାହିଁ। ମୁଁ ଦୂରରୁ କୌରବ ସୈନ୍ୟ ସମୁଦ୍ର ମାଡ଼ି ଆସୁଥିବାର ଦେଖି ରଥରୁ ଡେଇଁ ପଳାଇ ଯାଉଥିଲି। ଜଣେ ଦେବପୁତ୍ର ମୋତେ ଫେରାଇ ନେଇ ରଥରେ ବସାଇଲେ ଓ ନିଜେ ଯୁଦ୍ଧ କଲେ। ତାଙ୍କ ଯୋଗୁଁ ମୁଁ ଲୋକନିନ୍ଦା ଓ ପରାଭବରୁ ମୁକ୍ତ ହେଲି। କୌରବମାନେ ଯୁଦ୍ଧ ଭୂମିରୁ ପଳାଇ ଗଲେ ଓ ଗୋଧନ ମୁକ୍ତ ହେଲେ। ବିରାଟ ଅତି ଉତ୍ସୁକ ଭାବରେ ପଚାରିଲେ, ହେ ପୁତ୍ର, ତୁମର ଏ ବର୍ଣ୍ଣନା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ତୁମେ ଯେଉଁ ଦେବପୁତ୍ରଙ୍କ କଥା କହିଲ, ସେ କୁଆଡ଼େ ଗଲେ? ତୁମେ ତାଙ୍କୁ କାହିଁକି ଏଠାକୁ ନିମନ୍ତ୍ରଣ କଲ ନାହିଁ? ଯାହାଙ୍କର ଅଯାଚିତ ସାହାଯ୍ୟରେ ମତ୍ସ୍ୟରାଜ୍ୟ ଶତ୍ରୁଶୂନ୍ୟ ହେଲା, ତାଙ୍କୁ ଆମର ଗଭୀର କୃତଜ୍ଞତା ଜଣାଇବାର କଥା ଓ ପୁରବାସୀଙ୍କ ପକ୍ଷରୁ ବୀର ଚିତ୍ତ ସମ୍ବର୍ଦ୍ଧନା ଦେବାର କଥା। ଅଳ୍ପ ଦିନ ପାଇଁ ସେହି ଦେବପୁତ୍ର ବିଦାୟ ନେଇଛନ୍ତି। ମାତ୍ର ସେ କହି ଯାଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଏଠାକୁ ଫେରି ଆସିବେ। ଅର୍ଜୁନଙ୍କ ସହିତ ପୂର୍ବରୁ ପରାମର୍ଶ କରି ମତ୍ସ୍ୟ ରାଜକୁମାର ଏହିପରି ଭାବରେ ନିଜର ପିତାଙ୍କ ନିକଟରେ ବୃହନ୍ନଳାଙ୍କର ରହସ୍ୟ ଗୋପନ ରଖୁଥିଲେ। ଏହାର 2 ଦିନ ପରେ ପିତା ଓ ପୁତ୍ର ଉଭୟଙ୍କର ବିଜୟ ଉତ୍ସବ ପାଳନ କରିବା ପାଇଁ ବିରାଟଙ୍କ ସଭାକକ୍ଷରେ ଏକ ସଭାର ଆୟୋଜନ ହେଲା। ରାଜ୍ୟର ବିଶିଷ୍ଟ ନାଗରିକମାନେ ନାନା ରଙ୍ଗର ବହୁମୂଲ୍ୟ ପୋଷାକ ପିନ୍ଧି ସେଠାରେ ଉପସ୍ଥିତ ହେଲେ ଓ ନିଜ ନିଜର ନିର୍ଦ୍ଦିଷ୍ଟ ଆସନ ଗ୍ରହଣ କଲେ। କିନ୍ତୁ ସନ୍ନ୍ୟାସୀ କଙ୍କ, ସୁପକାର ବବଚ, ଅଶ୍ୱରକ୍ଷକ ଧର୍ମଗୁଚ୍ଛୀ, ଗୋରକ୍ଷକ ତନ୍ତୀପାଳ, ନର୍ତ୍ତକୀ ବୃହନ୍ନଳା ଓ ପରିଚାଳିକା ଶୈଳନ୍ଦ୍ରୀ ସମସ୍ତେ ରାଜକୀୟ ପୋଷାକମାନ ପରିଧାନ କରି ଓ ସେଥିରେ ସମସ୍ତ ରାଜସଭାକୁ
ଚମତ୍କାର କରି ରାଜକୁମାରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଆସନ ଗ୍ରହଣ କଲେ। ଉପସ୍ଥିତ ସଭାସଦଗଣ ଏହାର ମର୍ମ କ'ଣ ବୁଝି ନ ପାରି ଅବାକ୍ ବିସ୍ମୟରେ ସେହିମାନଙ୍କ ଆଡ଼କୁ ଚାହିଁ ରହିଲେ। କିଛି ସମୟ ପରେ ବିରାଟ ସଭାଗୃହରେ ପ୍ରବେଶ କଲେ। ସନ୍ନ୍ୟାସୀ କଙ୍କ, ସୂପକାର ଓ ଗୋରକ୍ଷକ ଆଦି ସୂକ୍ଷ୍ମ ରାଜକୀୟ ପୋଷାକ ପିନ୍ଧି ରାଜକୁମାରମାନଙ୍କର ଆସନ ଗ୍ରହଣ କରିଥିବାର ଦେଖି ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଏହାର କାରଣ ପଚାରିଲେ। ଅର୍ଜୁନ ଠିଆ ହୋଇ ପଡ଼ିଲେ। ମହାରାଜ, ଯେଉଁ ସନ୍ନ୍ୟାସୀ କଙ୍କ ଆଜି ରାଜପୋଷାକ ପିନ୍ଧି ଏଠାରେ ଉପସ୍ଥିତ ଅଛନ୍ତି ସେ ଦେବରାଜ ଇନ୍ଦ୍ରଙ୍କ ଆସନରେ ବସିବା ପାଇଁ ଯୋଗ୍ୟ। ସେ ପାଣ୍ଡବମାନଙ୍କର ଅଗ୍ରଜ ଯୁଧିଷ୍ଠିର। ଯୁଧିଷ୍ଠିର ବୋଲି ଚାରିଆଡ଼ୁ କୋଳାହଳ ଶୁଣାଗଲା। ରାଜା ଜାଗ୍ରତ ନା ସ୍ୱପ୍ନ ଦେଖୁଛନ୍ତି, କିଛି ବୁଝିପାରିଲେ ନାହିଁ। ତାପରେ ରାଜକୁମାର ଉତ୍ତର ଉଠି ତାଙ୍କର ସନ୍ଦେହ ମୋଚନ କଲେ। ଯେଉଁ ଦେବପୁରୁଷଙ୍କ କଥା ସେ କହୁଥିଲେ ସେ ଅର୍ଜୁନ, ଯିଏ କି ବୃହନ୍ନଳ ବେଶରେ ତାଙ୍କର ରଥର ସାରଥୀ ହୋଇ ଯାଇଥିଲେ। ପାଚକ ଅନ୍ୟ କେହି ନୁହନ୍ତି, ସ୍ୱୟଂ ଭୀମସେନ। ତନ୍ତୀପାଳ ହେଉଛନ୍ତି ନକୁଳ ଓ ଧର୍ମଗ୍ରନ୍ଥି ସହଦେବ। ଯେଉଁ ଅନିନ୍ଦ୍ୟ ସୁନ୍ଦରୀ ନାରୀ ବିରାଟଙ୍କ ସଭାସ୍ଥଳ ମଣ୍ଡନ କରିଛନ୍ତି ସେ ନିଜେ ଦ୍ରୁପଦ ନନ୍ଦିନୀ। ଏହିପରି ଭାବରେ ରାଜକୁମାର ପରିଚୟ ଦେବାବେଳେ ତାଙ୍କର ଛାତି ଗର୍ବରେ ଫୁଲି ଉଠୁଥିଲା। ଏହି ବିଖ୍ୟାତ ବୀରପୁରୁଷମାନେ ଯେ ତାଙ୍କର ପିତାଙ୍କର ଓ ମତ୍ସ୍ୟ ରାଜ୍ୟର ଅତିଥି ହୋଇ ସେମାନଙ୍କର ଅଜ୍ଞାତବାସର ପ୍ରତିଜ୍ଞା ପାଳନ କରିଛନ୍ତି ତାହା ଉତ୍ତରଙ୍କ ପକ୍ଷରେ କମ୍ ଗୌରବର ବିଷୟ ନଥିଲା। ବିରାଟଙ୍କର ଆନନ୍ଦର ସୀମା ରହିଲା ନାହିଁ। ସେ ଦୌଡ଼ି ଯାଇ ଯୁଧିଷ୍ଠିରଙ୍କୁ କୋଳାଗ୍ରତ କଲେ ଓ ତାଙ୍କ ନିକଟରେ ପୁଣି ଥରେ କ୍ଷମା ଭିକ୍ଷା କରି କହିଲେ, ହେ କୁନ୍ତୀ ନନ୍ଦନ, ଆପଣ ଯେ 12 ବର୍ଷ କଠୋର ବନବାସ ପରେ ଆମ ରାଜ୍ୟର ଅଜ୍ଞାତବାସର ସଂକଳ୍ପ ପୂର୍ଣ୍ଣ କରିଛନ୍ତି ତାହା ଆମର ପରମ ସୌଭାଗ୍ୟ। ଏହି ମତ୍ସ୍ୟ ରାଜ୍ୟ ଓ ତାର ସମସ୍ତ ସମ୍ପଦ ପାଣ୍ଡବମାନଙ୍କୁ ମୁଁ ଅର୍ପଣ କରୁଛି। ସେମାନେ ଯେପରି ଚାହାନ୍ତି ଏହାର ସଦ୍ବ୍ୟବହାର କରନ୍ତୁ। ଯୁଧିଷ୍ଠିର ରାଜାଙ୍କୁ ଆଲିଙ୍ଗନ କରି ତାଙ୍କର ଆତିଥ୍ୟ ପାଇଁ ନିଜର, ଦ୍ରୌପଦୀଙ୍କର ଓ ଭାଇମାନଙ୍କ ପକ୍ଷରୁ କୃତଜ୍ଞତା ଜଣାଇଲେ ଓ ରାଜାଙ୍କର ସ୍ନେହ ଶ୍ରଦ୍ଧା ଯଥେଷ୍ଟ ବୋଲି କହି ରାଜ୍ୟ ସମ୍ପଦକୁ ଗ୍ରହଣ କଲେ ନାହିଁ। ବିରାଟ ସଭାସ୍ଥଳରେ ଅର୍ଜୁନଙ୍କୁ ସମ୍ବୋଧନ କରି କହିଲେ, ହେ କିରୀଟୀ, ମୋର ଅନୁରୋଧ ତୁମକୁ ରକ୍ଷା କରିବାକୁ ହେବ। ତୁମର ଅଲୌକିକ ବୀରତ୍ୱରେ ସନ୍ତୁଷ୍ଟ ହୋଇ ମୁଁ ତୁମକୁ ଜାମାତା ରୂପେ ଲାଭ କରିବି ବୋଲି ମନସ୍ଥ କରିଛି। ତୁମେ ଉତ୍ତରାଙ୍କୁ ଗ୍ରହଣ କର। ଅର୍ଜୁନ କହିଲେ, ମହାରାଜ, ମୁଁ ଉତ୍ତରାଙ୍କର ଗୁରୁ ଥିଲି। ସେ ମୋତେ ଗୁରୁ ଭାବରେ ଓ ମୁଁ ତାଙ୍କୁ ଶିଷ୍ୟା ଓ କନ୍ୟା ତୁଲ୍ୟ ଦେଖି ଆସିଛି। ତେଣୁ ତାଙ୍କୁ ମୁଁ ଗ୍ରହଣ କରିପାରିବି ନାହିଁ। କିନ୍ତୁ ମୋର ପୁତ୍ରବଧୂ ହେବା ପାଇଁ ସେ ଉପଯୁକ୍ତ। ମୋର ପୁତ୍ର ଅଭିମନ୍ୟୁ ଶ୍ରୀକୃଷ୍ଣଙ୍କର ଭଣଜା ଓ ସମସ୍ତ ଧନୁର୍ବିଦ୍ୟାରେ ପାରଙ୍ଗମ। ଏହା କହି ଅର୍ଜୁନ ଯୁଧିଷ୍ଠିରଙ୍କ ଆଡ଼କୁ ଅପେକ୍ଷା କଲେ। ଯୁଧିଷ୍ଠିର ସେଥିରେ ସମ୍ମତି ଦେଲେ। ଏହିପରି ପାଣ୍ଡବ ଓ ମତ୍ସ୍ୟ ରାଜବଂଶ ମଧ୍ୟରେ ଦୃଢ଼ ବୈବାହିକ ସମ୍ପର୍କ ସ୍ଥାପିତ ହେଲା। ବନ୍ଧୁମାନେ, ମୁଁ ପଢ଼ିଲା ସମୟରେ ଯଦି କିଛି ଭୁଲ ଅଛି ଦୟାକରି କ୍ଷମା କରିବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିନ୍ତ କରନ୍ତୁ।